ଦିବ୍ୟାଙ୍ଗଙ୍କୁ ମିଳିବ ଜବ୍ କାର୍ଡ। ଜୁନ୍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତରେ ହେବ ଦିବ୍ୟାଙ୍ଗ ଶକ୍ତି ଗୃହ। ଗାଁରେ ଗଠନ ହେବ ଦିବ୍ୟାଙ୍ଗ ଶକ୍ତି। ଘର ପାଖରେ କାମ ଦେବେ ସରକାର। ତେବେ କ'ଣ ରହିଛି ଏନେଇ ସମ୍ପୂର୍ଣ୍ଣ ଅପଡେଟଟି ଚାଲନ୍ତୁ ଦେଖିବା। ଦିବ୍ୟାଙ୍ଗଙ୍କୁ ଆଉ ପର ପାଖରେ ହାତ ପତେଇବାକୁ ଆଉ ପଡ଼ିବ ନାହିଁ। ଦିବ୍ୟାଙ୍ଗମାନେ ଯେମିତି କାମ ପାଇବେ, ଦୁଇ ପଇସା ରୋଜଗାର କରିବେ, ସେଥିପାଇଁ ବଡ଼ ଯୋଜନା କରିଛନ୍ତି ସରକାର। ଦିବ୍ୟାଙ୍ଗଙ୍କୁ ମିଳିବ ଜବ୍ କାର୍ଡ। ଘର ପାଖରେ ସରକାର ଦେବେ ସମ୍ମାନ ସହ କାମ ଓ ମଜୁରୀ। ଘର ପାଖରେ 100 ଦିନର ବା 100 ଦିନର କାମ ଯୋଗାଇ ଦେବାର ଦାୟିତ୍ୱ ନେବେ ଜିଲ୍ଲା ପ୍ରଶାସନ। ମହାତ୍ମା କର୍ମ ନିଯୁକ୍ତି ଯୋଜନାରେ ଦିବ୍ୟାଙ୍ଗଙ୍କ ସ୍ୱାର୍ଥକୁ ମିଳିବ ଅଗ୍ରାଧିକାର। ମହିଳା ଦିବ୍ୟାଙ୍ଗ ପିଲାଙ୍କ ଦେଖରେଖ ପାଇଁ ରହିବେ କ୍ରେକ୍ ସୁବିଧା। ପ୍ରତି ଗାଁରେ ଜୁନ୍ ମାସ ସୁଦ୍ଧା ଗଠନ ହେବ ଦିବ୍ୟାଙ୍ଗ ଶକ୍ତି ଗୃହ। ଏହି ଗ୍ରୁପ ଜରିଆରେ ଦିବ୍ୟାଙ୍ଗଙ୍କ ଭଲମନ୍ଦ ବୁଝିବେ ପଞ୍ଚାୟତ ଓ ବ୍ଲକ ଅଧିକାରୀ। ସ୍ୱାମୀ ସ୍ତ୍ରୀ ଉଭୟ ଦିବ୍ୟାଙ୍ଗ ଥିଲେ ମିଳିବ ଗୋଟିଏ ଜବ୍ କାର୍ଡ। କର୍ମସ୍ଥଳରେ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସମସ୍ତ ସୁବିଧା। ଏନେଇ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅନେକ ଦିବ୍ୟାଙ୍ଗ ପରଦ୍ୱାରରେ କାମ କରୁଛନ୍ତି। ପରିବାର ଚଳାଇବା ପାଇଁ ଭିକ୍ଷାବୃତ୍ତି ମଧ୍ୟ କରୁଛନ୍ତି। ତେଣୁ ଦିବ୍ୟାଙ୍ଗମାନେ କିଭଳି 100 ଦିନର କାମ ପାଇବେ, ସେଥିପାଇଁ ଚଳିତ ଶେଷ ମାସ ସୁଦ୍ଧା ସେମାନଙ୍କୁ ଜବ୍ କାର୍ଡ ବଣ୍ଟନ କରାଯିବ। ଏପରିକି ଅଧିକରୁ ଅଧିକ ଦିବ୍ୟାଙ୍ଗମାନଙ୍କୁ ମନ୍ଦେଇ ଗାଁରେ ସାମିଲ କରିବାକୁ ପଞ୍ଚାୟତ ପକ୍ଷରୁ ସ୍ୱତନ୍ତ୍ର ଶିବିର କରାଯିବ। ପଞ୍ଚାୟତ ଅଧିକାରୀ ପ୍ଲାନ ଦସ୍ତଖତ କରିବେ। ଦିବ୍ୟାଙ୍ଗମାନେ କାମ କରିବାକୁ ଗଲେ ଗ୍ରୁପର ଜଣେ ଦିବ୍ୟାଙ୍ଗ ମହିଳା ଶିଶୁ ଯତ୍ନ ଗୃହରେ ଆୟା ଭାବେ ରହିବେ। ପିଲାଙ୍କ ଯତ୍ନ ନେବେ। ସେମାନଙ୍କୁ ମନ୍ଦେଇ ମଜୁରୀ ମିଳିବ। 100 ଦିନ ପରେ ଆଉ ଜଣେ ମହିଳାଙ୍କୁ ଏହି ଦାୟିତ୍ୱ ମିଳିବ। ଦିବ୍ୟାଙ୍ଗମାନଙ୍କୁ ସମ୍ମାନ ସହକାରେ କାମ ଯୋଗାଇ ଦେବା ସହ କର୍ମସ୍ଥଳରେ ତାଙ୍କୁ ଯେପରି କେହି ଅପମାନିତ କିମ୍ବା ଥଟ୍ଟା ପରିହାସ କରି ଆଘାତ ନ ଦିଅନ୍ତି, ତାକୁ ପଞ୍ଚାୟତ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ସବୁ ଜିଲ୍ଲାରେ ଜିଲ୍ଲାପାଳମାନେ ଏହି ଯୋଜନାର ରୂପାୟନ ସମୀକ୍ଷା ବୈଠକ କରିବେ। ତ ଫ୍ରେଣ୍ଡସ୍, ଇଏ ହୋଇଥିଲା ଆପଣମାନଙ୍କ ପାଇଁ କିଛି ଅପଡେଟ୍। ଯଦି ଅପଡେଟଟି ଭଲ ଲାଗିଥିଲା ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଧନ୍ୟବାଦ। ଏବଂ ଏମିତି ଭିଡ଼ିଓର ଅପଡେଟ୍ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟା ପହଞ୍ଚିଯିବ।